ପୃଥିବୀର ଗତି ଓ ଭୌଗୋଳିକ ଅବସ୍ଥିତି। ଯଦି ପୃଥିବୀର ଅକ୍ଷ ଏହି ସମତଳ ପ୍ରତି ଲମ୍ବ ହୋଇଥାନ୍ତା, ତେବେ ବର୍ଷର ସବୁ ସମୟରେ ପୃଥିବୀର ସବୁ ଅଞ୍ଚଳ ଦିନ ଓ ରାତି ସମାନ ହୋଇଥାନ୍ତା। ପୃଥିବୀ କ୍ରାନ୍ତିବୃତ୍ତ ସମତଳ ପ୍ରତି ଲମ୍ବ ରେଖାରୁ ପ୍ରାୟ 23.5 ଡିଗ୍ରୀ ଢଳି ରହିଛି। ଦିନର ଅବଧି ସଂକ୍ଷିପ୍ତ ବିବରଣୀ। ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ 21 ଜୁନ। ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଛୋଟ ଦିନ 22 ଡିସେମ୍ବର। ଉତ୍ତର ଗୋଲାର୍ଦ୍ଧରେ ଦିନ ଓ ରାତି ସମାନ 21 ମାର୍ଚ୍ଚ ଏବଂ 23 ସେପ୍ଟେମ୍ବର। ଦକ୍ଷିଣ ଗୋଲାର୍ଦ୍ଧର ସବୁଠାରୁ ବଡ଼ ଦିନ 22 ଡିସେମ୍ବର। ଦକ୍ଷିଣ ଗୋଲାର୍ଦ୍ଧରେ ସବୁଠାରୁ ଛୋଟ ଦିନ 21 ଜୁନ। ଦକ୍ଷିଣ ଗୋଲାର୍ଦ୍ଧରେ ଦିନ ଓ ରାତି ସମାନ 21 ମାର୍ଚ୍ଚ ଏବଂ 23 ସେପ୍ଟେମ୍ବର। ଋତୁ ପରିବର୍ତ୍ତନ। ଜଳବାୟୁଗତ ଅବସ୍ଥା ମୁଖ୍ୟତଃ ସୂର୍ଯ୍ୟ କିରଣର ଅବଧି ଏବଂ ତୀବ୍ରତାର ପରିବର୍ତ୍ତନ ଯୋଗୁଁ ବର୍ଷକୁ କେତେ ସମୟ ସୀମାରେ ବିଭକ୍ତ କରାଯାଇଥାଏ ଯାହାକୁ ଋତୁ କୁହାଯାଏ। ଚାରୋଟି ମୁଖ୍ୟ ଋତୁ ଅଛି। ବସନ୍ତ, ଯେତେବେଳେ ସୂର୍ଯ୍ୟ ବିଷୁବ ରେଖା ଉପରେ ସିଧାସଳଖ ଥାନ୍ତି 21 ମାର୍ଚ୍ଚ। ଗ୍ରୀଷ୍ମ, ଯେତେବେଳେ ସୂର୍ଯ୍ୟ କର୍କଟ କ୍ରାନ୍ତି ଉପରେ ସିଧାସଳଖ ଥାନ୍ତି ଉତ୍ତର ସମଶୀତୋଷ୍ଣ ମଣ୍ଡଳ ଗ୍ରୀଷ୍ମ ଅନୁଭବ କରେ 21 ଜୁନ। ଶରତ, ଯେତେବେଳେ ସୂର୍ଯ୍ୟ ପୁନର୍ବାର ବିଷୁବ ରେଖାକୁ ଫେରନ୍ତି ଏବଂ ଉତ୍ତର ସମଶୀତୋଷ୍ଣ ମଣ୍ଡଳ ଶରତ ଋତୁ ଅନୁଭବ କରେ 23 ସେପ୍ଟେମ୍ବର। ଶୀତ, ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଥାନ୍ତି ଏବଂ ଉତ୍ତର ସମଶୀତୋଷ୍ଣ ମଣ୍ଡଳ ଶୀତ ଋତୁ ଅନୁଭବ କରେ। ବିଷୁବ ଇକ୍ୱିନୋକ୍ସେସ୍, ଏହି ଦିନଗୁଡ଼ିକରେ ଦିନ ଓ ରାତି ସମାନ ହୋଇଥାଏ। ଏହି ସ୍ଥିତିରେ ସୂର୍ଯ୍ୟ ବିଷୁବ ରେଖା ଉପରେ ଲମ୍ବ ଭାବରେ କିରଣ ଦିଅନ୍ତି। ଏହା ବର୍ଷରେ ଦୁଇ ଦିନରେ ଘଟିଥାଏ, ଯଥା 21 ମାର୍ଚ୍ଚ ମହାବିଷୁବ ଭର୍ଣ୍ଣା ଇକ୍ୱିନକ୍ସ ଏବଂ 23 ସେପ୍ଟେମ୍ବର ଜଳ ବିଷୁବ ଅଟମ୍ନାଲ ଇକ୍ୱିନକ୍ସ। ଗ୍ରୀଷ୍ମ ଅୟନାନ୍ତ ସମର ସଲିଷ୍ଟିସ୍, ମାର୍ଚ୍ଚ ବିଷୁବ ପରେ ସୂର୍ଯ୍ୟ ଉତ୍ତର ଆଡ଼କୁ ଗତି କରୁଥିବା ପରି ମନେ ହୁଏ ଏବଂ 21 ଜୁନରେ କର୍କଟ କ୍ରାନ୍ତି ଉପରେ ଲମ୍ବ ଭାବେ କିରଣ ଦିଅନ୍ତି। ଏହାକୁ ଗ୍ରୀଷ୍ମ ଅୟନାନ୍ତ କୁହାଯାଏ। ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ଏବଂ ସବୁଠାରୁ ଛୋଟ ରାତି ହୋଇଥାଏ। ଶୀତ ଅୟନାନ୍ତ, 22 ଡିସେମ୍ବରରେ ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଥାନ୍ତି। ଏହା ହେଉଛି ଶୀତ ଅୟନାନ୍ତ, ଯେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ଏବଂ ସବୁଠାରୁ ଛୋଟ ରାତି ହୋଇଥାଏ। ଅକ୍ଷାଂଶ, ପୃଥିବୀର କେନ୍ଦ୍ରରୁ ପୃଥିବୀ ପୃଷ୍ଠର ଯେକୌଣସି ବିନ୍ଦୁର କୌଣସି କୌଣିକ ଦୂରତାକୁ ଅକ୍ଷାଂଶ କୁହାଯାଏ, ଯାହାକୁ ଡିଗ୍ରୀରେ ମାପ କରାଯାଏ। ଦୁଇଟି ଅକ୍ଷାଂଶ ମଧ୍ୟରେ ଦୂରତା ସର୍ବଦା ସମାନ ଥାଏ। 1 ଡିଗ୍ରୀ ଅକ୍ଷାଂଶ ପ୍ରାୟ 111 କିଲୋମିଟର ସହ ସମାନ। ମୁଖ୍ୟ ଅକ୍ଷାଂଶ ଗୁଡ଼ିକ ହେଲା ବିଷୁବ ରେଖା 0 ଡିଗ୍ରୀ, କର୍କଟ କ୍ରାନ୍ତି 23.1/2 ନର୍ଥ, ମକର କ୍ରାନ୍ତି 23.1/2 ଡିଗ୍ରୀ ସାଉଥ, ସୁମେରୁ ବୃତ୍ତ 66.1/2 ଡିଗ୍ରୀ ନର୍ଥ, କୁମେରୁ ବୃତ୍ତ 66.1/2 ଡିଗ୍ରୀ ସାଉଥ। ଦ୍ରାଘିମା, ପ୍ରାଇମ ମେରିଡିଆନ ର ପୂର୍ବ କିମ୍ବା ପଶ୍ଚିମକୁ ବିଷୁବ ରେଖା ବରାବର ପୃଥିବୀ ପୃଷ୍ଠର ଏକ ବିନ୍ଦୁର କୌଣିକ ଦୂରତାକୁ ଦ୍ରାଘିମା କୁହାଯାଏ।